ପରିଚୟଟା ଦିଅନ୍ତୁ ଆଜିର କାର୍ଯ୍ୟ। ଅମିନ ପ୍ରଧାନ, ଜିଲ୍ଲା ପରିଷଦ ଏକ୍ସାଇଡ୍ ନମ୍ବର ଜୋନ୍ ସାନଖେମୁଣ୍ଡି ବ୍ଲକ। ଆଜି ବିଶ୍ୱ ପରିବେଶ ଦିବସ। ଜିଲ୍ଲା ପ୍ରଶାସନ, ବ୍ଲକ ପ୍ରଶାସନ, ଆମ ପଞ୍ଚାୟତ ତରଫରୁ ଆଜି ଆମର ବିଶ୍ୱ ପରିବେଶ ଦିବସ ଆମେ ପାଳନ କରିଥିଲୁ। ସେଥିରେ ଆମର ସରପଞ୍ଚ, ଆମର ନ୍ୟାୟ ସରପଞ୍ଚ, ଏଡିଓ, ମୁଁ ନିଜେ ଉପସ୍ଥିତ ଥିଲି। ଆମର ପଞ୍ଚାୟତର 100ରୁ 150 ମହିଳା ଉପସ୍ଥିତ ରହିଥିଲେ। ଆଜି ହେଉଛି ବିଶ୍ୱ ପରିବେଶ ଦିବସ। ଏହି ଦିବସରେ ମାଟିଏ, ଗଛଟିଏ, ଗଛ ହିଁ ଆମର ଜୀବନ। ଗଛ ବିନା ମଣିଷ ଯେପରି, ପାଣି ବିନା ମାଛ ବିନା, ପାଣି ବିନା ମାଛ ଯେପରି ବଞ୍ଚିପାରେ ନାହିଁ, ଗଛ ବିନା ମଣିଷ ବଞ୍ଚିପାରିବ ନାହିଁ। ପ୍ରକୃତିର ନିୟମ। ସମସ୍ତଙ୍କୁ ଆଜିର ଏ ଯେଉଁ ବିଶ୍ୱ ପରିବେଶ ଦିବସରେ ସମସ୍ତଙ୍କୁ ଅନୁରୋଧ, ସମସ୍ତେ ମା, ଭଉଣୀ, ବାପା, ମା' ମାନେ ସମସ୍ତେ ନିଜେ ନିଜେ ଗୋଟେ ଗୋଟେ ଗଛ ଲଗାଇବେ ଏବଂ ଗଛଟିକୁ ନିଜ ଛୁଆକୁ ପାଳନ କଲା ପରି ଗଛଟି ନିଜେ ବଞ୍ଚାଇଲେ ଆମର ଆଜି ଯେଉଁ ପ୍ରାକୃତିକ ବିପର୍ଯ୍ୟୟ ହେଉଛି, ପରିବେଶ ଦୂଷିତ ହେଉଛି ଏବଂ ଆମର ଗଛ କମିଯାଉଛି, ବର୍ଷା ଠିକ୍ ଭାବେ ହେଉନି, ଶୀତ ଠିକ୍ ଭାବେ ହେଉନି, ଖରା ଠିକ୍ ଭାବେ ହେଉନି। ତେଣୁକରି ଯେଉଁ ପରିବେଶକୁ ସନ୍ତୁଳନ କରିବା ପାଇଁ, ନିୟନ୍ତ୍ରଣ କରିବା ପାଇଁ ସନ୍ତୁଳନକୁ ଆମେ ସମସ୍ତେ ଆଜିର ଦିନରେ ଶପଥ ନେଇଛୁ। ସମସ୍ତେ ଗଛ ଗୋଟେ ଗୋଟେ, ଆମ ପଞ୍ଚାୟତରେ ଆଜି 100ରୁ ଅଧିକ ଗଛ ରୋପଣ କରାଗଲା। ସମସ୍ତେ ଗୋଟେ ଗୋଟେ ଗଛ ବଞ୍ଚାଇବା ପାଇଁ ଶପଥ ନେଇଛୁ। କିନ୍ତୁ ଆଗାମୀ ଦିନରେ ସମସ୍ତେ, ମୁଁ ଜିଲ୍ଲା ପ୍ରଶାସନ, ବ୍ଲକ ପ୍ରଶାସନ ଆମର ବହୁତ ସଚେତନ ଅଛନ୍ତି। ସେ ପ୍ରତି ମୁହୂର୍ତ୍ତରେ ସିଏ ବିଭିନ୍ନ ସଚେତନ ଶିବିର, ବିଭିନ୍ନ ଗଛ ବୃକ୍ଷରୋପଣ ପ୍ରତିବର୍ଷ ମଧ୍ୟ ସେମାନେ ଉଦ୍ୟମ କରି ଆମକୁ ସଚେତନ କରାଇଥାନ୍ତି। ଜିଲ୍ଲା ପ୍ରଶାସନ ମଧ୍ୟ ସଚେତନ କରାଇଥାନ୍ତି। ତେଣୁକରି ଆମେ ସବୁବେଳେ ସରକାରକୁ, ରାଜ୍ୟ ସରକାରର ଅନୁରୋଧ, ସବୁଦିନେ ଯେପରି ଗଛ ଲଗାଇବେ। ଗଛ ଲଗାଇବା ସହିତ ଗଛ ବଞ୍ଚିବା ପାଇଁ ପାଣିର ଆବଶ୍ୟକତା ରହିଛି। ଗଛ ଲଗାଇଦେଲେ ତ ଖାଲି ହେବନି, ପାଣି ଦେବା ପାଇଁ ମଧ୍ୟ ରାଜ୍ୟ, ଜିଲ୍ଲା ପ୍ରଶାସନକୁ ମୁଁ ଏବଂ ବ୍ଲକ ପ୍ରଶାସନକୁ ଅନୁରୋଧ କରୁଛି। ସମସ୍ତେ ଉଦ୍ୟମ କରନ୍ତୁ, ଗଛ ସହିତ ପାଣି ଦିଅନ୍ତୁ। ଗଛଟିଏ ମାଟିଏ ଏବଂ ଗଛ ହିଁ ଆମର ଜୀବନ। ସେ ପ୍ରକୃତି ପିନ୍ଧିଛି ସବୁଜ ଶାଢ଼ୀ, ଗଛ ଲଗାଇବା ଧାଡ଼ିକି ଧାଡ଼ି।